ଭଗବାନ ଆପଣଙ୍କ ଘରେ ବାସ କରୁଥିଲେ ଦେଇଥାନ୍ତି ଏହି 10ଟି ସଂକେତ। କଣ ଆପଣଙ୍କୁ ଏହି ସବୁ ସଂକେତ ମିଳୁଛି କି ଦର୍ଶକ ବନ୍ଧୁ? ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଯେତେବେଳେ ଈଶ୍ୱର ଆମ ଘରେ ବାସ କରିଥାନ୍ତି ଆମକୁ କିଛି ସଂକେତ ଦେଇଥାନ୍ତି, ଯାହା ଆମେ ଦେଖିକରି ବି ଅଣଦେଖା କରିଥାଉ। ପୁଣି ଆମ ମନରେ ପ୍ରଶ୍ନ ଆସୁଥାଏ ଯେ ଆମେ ଏତେ ପୂଜା ପାଠ କରୁଛେ, କଣ ଈଶ୍ୱର ଆମ ଘରେ ବାସ କରିଛନ୍ତି? କଣ ଈଶ୍ୱରଙ୍କର କୃପା ଆମ ଉପରେ ଅଛି? କଣ ଆମେ ଈଶ୍ୱରଙ୍କର ପ୍ରିୟ ଭକ୍ତ କି? ଦର୍ଶକ ବନ୍ଧୁ, ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଏହି ପ୍ରଶ୍ନ ଆସୁଥାଏ, ଖାସ କରି ଯେଉଁମାନେ ଈଶ୍ୱରଙ୍କୁ ବିଶ୍ୱାସ କରିଥାନ୍ତି। ଏବେ ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ଘରେ ଈଶ୍ୱର ବାସ କରନ୍ତି ତେବେ ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି। ସେହି ସଂକେତ କଣ ଜାଣିବା ପୂର୍ବରୁ ମା ଲକ୍ଷ୍ମୀଙ୍କର ଭକ୍ତଗଣ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନକୁ ପ୍ରେସ୍ କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ତେବେ ଚାଲନ୍ତୁ ଆପଣଙ୍କୁ ମୁଁ ଆଜି ଜଣାଇଦେବି ଯେ ଯେତେବେଳେ ଈଶ୍ୱର ଆପଣଙ୍କ ଘରେ ବାସ କରିଥାନ୍ତି କେଉଁ ସବୁ ସଂକେତ ଆପଣଙ୍କୁ ଦେଇଥାନ୍ତି। ଦର୍ଶକ ବନ୍ଧୁ, ଆମେ ସମସ୍ତେ ପୂଜା କରୁଛେ, ମନର ଶାନ୍ତି ପାଇଁ ହେଉ କିମ୍ବା ଆମର ମନସ୍କାମନା ପୂର୍ଣ୍ଣ ପାଇଁ ହେଉ ପୂଜା ତ କରିଥାଏ। ଜାଣି ରଖନ୍ତୁ, ପ୍ରଥମ ଜିନିଷ, ଯଦି ଈଶ୍ୱର ଆପଣଙ୍କ ଘରେ ବାସ କରୁଥାନ୍ତି, ଈଶ୍ୱର ଆପଣଙ୍କର ପୂଜାକୁ ସ୍ୱୀକାର କରିଥାନ୍ତି, ତେବେ ପ୍ରଥମେ ଆପଣ ଦୁଃଖ ପାଇବେ। ଆପଣଙ୍କ ଚଲା ପଥରେ ଏତେ ସାରା କଷ୍ଟ ଆସିବ ଯେ ଏତେ କଷ୍ଟ ଆସିବ ଆପଣ ନିଜେ ବି ଭାବି ପାରିବେ ନାହିଁ ଯେ ପ୍ରକୃତରେ ଆପଣ ବର୍ତ୍ତମାନ କଣ କରିବେ। ନିଜେ ଅସହାୟ ହୋଇଯିବେ, କଣ କରିବେ? ଏମିତି ଆପଣଙ୍କ ମନରେ ବାରମ୍ବାର ପ୍ରଶ୍ନ ଆସିବ, କଣ କରିବେ? ଏହି ପରିସ୍ଥିତିରୁ ଆପଣ କିପରି ସାମ୍ନା କରିବେ, କିପରି ବାହାରିବେ? ପ୍ରଥମ ଜିନିଷ, ଯଦି ଈଶ୍ୱର ଆପଣଙ୍କ ଘରେ ବାସ କରିଥାନ୍ତି, ଏହି ସଂକେତ ଯାହାକୁ ବି ମିଳୁଛି ନିଜକୁ ଭାଗ୍ୟବାନ ମନେ କରନ୍ତୁ। ହଜାର ହଜାର ଲୋକ ଭିତରେ ଆପଣ ହେଉଛନ୍ତି ସେହି ଗୋଟାଏ ମଣିଷ ଯାହାକୁ ଈଶ୍ୱର ଭଲ କରି ବାଛିବା ପୂର୍ବରୁ, ଗୋଟେ ଭଲ ମଣିଷ କରି ଗଢିବା ପୂର୍ବରୁ ପ୍ରଥମେ ପରୀକ୍ଷା କରୁଛନ୍ତି। ଯେପରି ସୁନା ତିଆରି କରିବା ବେଳେ ବଣିଆ ତାକୁ ନିଆଁରେ ଭଲ ଭାବରେ ତାକୁ ସେକିଥାଏ। କୁହାଯାଏ ସୁନାକୁ ଯେତେ ଆପଣ ମାଜିବେ, ଯେତେ ନିଆଁରେ ତାକୁ ସେକ ଦେବେ ତାହା ଆହୁରି ଚମକିଥାଏ। ସେହିପରି ଯେଉଁ ମଣିଷକୁ ଭଗବାନ କଷ୍ଟ ଦେଇଥାନ୍ତି, ଯେତିକି ସେ ସହିପାରିବ ସେତିକି ହିଁ କଷ୍ଟ ଦେଇଥାନ୍ତି ଏବଂ ତାପରେ ଯେଉଁ ନୂଆ ସକାଳ ଆସେ, ସେହି ସକାଳ କେବଳ ସେହି ବ୍ୟକ୍ତି ହିଁ ଦେଖିପାରେ ଯେ ତା ଜୀବନରେ କେଉଁ ନୂଆ ସକାଳ ଆସୁଛି। ଈଶ୍ୱର ତାର ହାତ ଧରି ସେହି ଅନ୍ଧକାରରୁ ଆଲୁଅ ଆଡକୁ ନେଇଯାଇଥାନ୍ତି। ତ ପ୍ରଥମ ସଂକେତ, ଯେତେବେଳେ ଆପଣଙ୍କୁ ଅଧିକରୁ ଅଧିକ କଷ୍ଟ ଆସେ, ନିଜେ ବି ଭାବି ପାରନ୍ତିନି ଯେ କଣ କରିବେ ବର୍ତ୍ତମାନ, ଏହି ପରିସ୍ଥିତି ଯେତେବେଳେ ଆସିଯାଏ, ଜାଣି ରଖନ୍ତୁ ଈଶ୍ୱର ଆପଣଙ୍କ ଘରେ ବାସ କରନ୍ତି। ଦ୍ୱିତୀୟ ସଂକେତ, ଆପଣ ଗୋଟେ ଅଲଗା ପ୍ରକାରର ସୁଗନ୍ଧ ଆପଣ ପାଇବେ। ଆପଣଙ୍କର କେତେବେଳେ ସମସ୍ତଙ୍କୁ ଏହି ସୁଗନ୍ଧ ଆସିବ ନାହିଁ। ଯିଏ କି ପୂଜା ପାଠ କରୁଥିବ, ଯାହାର ଭଗବାନଙ୍କ ଉପରେ ବିଶ୍ୱାସ ଥିବ, ତାଙ୍କ ଘରୁ ଗୋଟେ ଅଜୀବ ପ୍ରକାରର ସୁଗନ୍ଧ ଆସିବ। ନା ତାହା ଧୂପକାଠିରୁ ପାଇବେ, ନା ଝୁଣାରୁ ପାଇବେ, ନା କୌଣସି ଅଗରବତୀରୁ ପାଇବେ। ଗୋଟେ ସୁଗନ୍ଧ, ଛୋଟିଆ ସୁଗନ୍ଧଟିଏ ଆସିଯିବ। ତୃତୀୟ ସଂକେତ, ଯେତେବେଳେ ଈଶ୍ୱର ଆପଣଙ୍କ ଘରେ ବାସ କରନ୍ତି, ଆପଣ ପୂଜା କରୁଥିବେ, ଆପଣଙ୍କର ଦାଣ୍ଡ ପାଖକୁ କେହି ଭିକ୍ଷୁକ ଆସିଯିବ, କିମ୍ବା ଗାଈ ଆସିଯିବ, କିମ୍ବା ଅନ୍ୟ ଛୋଟ ଛୁଆ ଆସିଯିବେ ଆପେ ଆପେ। ଅନ୍ୟ କୌଣସି ପଶୁ ପକ୍ଷୀ ବି ଆପଣଙ୍କ ଘର ଆଡକୁ ଆସିଯିବେ। ପୂଜା କରିବା ସମୟରେ ଯଦି ଏହି ସଂକେତ ପାଉଛନ୍ତି, ତେବେ ଜାଣି ରଖନ୍ତୁ ଈଶ୍ୱର ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି, ଆପଣଙ୍କ ଘରେ ବାସ କରୁଛନ୍ତି। ଚତୁର୍ଥ ସଂକେତ, ଯଦି ଆପଣଙ୍କର ଘରର ଆଖପାଖରେ କୌଣସି ପକ୍ଷୀ ବସା ବାନ୍ଧୁଛି, କୌଣସି ଏକ ପକ୍ଷୀ ହଠାତ୍ ଆସିକରି କିଛି ଖାଉଛି ଏବଂ କିଛି ଥୋଇ ଦେଇ ଚାଲି ଯାଉଛି, ଏହା ବି ଏକ ସୁନ୍ଦର ସଂକେତ ଅଟେ ଯେତେବେଳେ ଈଶ୍ୱର ଆପଣଙ୍କ ଘରେ ବାସ କରନ୍ତି। ପଞ୍ଚମ ସଂକେତ ଏହା ଅଟେ ଯେ ଆପଣଙ୍କର ପ୍ରିୟଜନ ଆପଣଙ୍କୁ ଛାଡିବା, ଆପଣଙ୍କ ଠାରୁ ଦୂରେଇ ଯିବେ। ଯେଉଁ ଯେଉଁ ପ୍ରିୟଜନ କାଲି ଆପଣଙ୍କ ଠାରୁ ଆପଣଙ୍କ ସହିତ ଥିଲେ, ଆପଣଙ୍କ କାଲି ସାଙ୍ଗ ବୋଲି ଭାବୁଥିଲେ, ସେମାନେ ଦୂରେଇ ଯିବେ। କାରଣ ଈଶ୍ୱର ଯେତେବେଳେ ଆପଣଙ୍କ ଘରେ ବାସ କରନ୍ତି, ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି, ଯେଉଁମାନେ ଆପଣଙ୍କ ପାଇଁ ଠିକ ନୁହଁ, ପ୍ରଥମେ ସେମାନଙ୍କୁ ଆପଣଙ୍କ ରାସ୍ତାରୁ ବାହାର କରିଦିଅନ୍ତି। ଆପଣ ଜାଣିପାରି ନଥାନ୍ତି ଯେ ଏହି ଲୋକମାନେ ମୋ ପାଇଁ ଠିକ ନୁହଁ ବୋଲି। କିନ୍ତୁ ଅଯଥାରେ ଆପଣ ଦୋଷ ଦିଅନ୍ତି ଈଶ୍ୱରକୁ ଯେ ମୋ ସହିତ କଣ ହେଇଗଲା, ଆଜି ମୋର ନିଜର ଲୋକମାନେ ମୋଠୁ ଦୂରେଇ ଗଲେ, ମୋ ସହିତ କାହିଁକି ଏମିତି ଖରାପ ହେଉଛି। ପ୍ରକୃତରେ ଏହା ଏପରି ଏକ ସଂକେତ, ଈଶ୍ୱର ଆପଣଙ୍କୁ
ସତ ମିଛର ଫରକ ଦେଖାଉଛନ୍ତି। ଏହି ଦୁନିଆର ମୋହମାୟାର ଆପଣଙ୍କୁ ବଞ୍ଚାଇକି ରଖୁଛନ୍ତି। ଯେଉଁମାନେ ଆପଣଙ୍କ ପାଇଁ ଠିକ ନୁହଁ ତାହା ସେହି ଲୋକମାନଙ୍କୁ ପ୍ରଥମେ ଆପଣଙ୍କ ଠାରୁ ଦୂରେଇ ଦେବେ। ପ୍ରିୟ ପରିଜନଙ୍କ ସହିତ ଆପଣଙ୍କର ମନ ମୁତାବକ କଳି ଝଗଡ଼ା ବାରମ୍ବାର ଲାଗି ରହିବ। ଷଷ୍ଠ ସଂକେତ, ଆପଣ ଯେଉଁ କାର୍ଯ୍ୟରେ ବି ହାତ ଦେବେ ସେହି କାର୍ଯ୍ୟରେ ଅସଫଳ ହିଁ ପାଇବେ। ଯାହା ବି କରନ୍ତୁ ନା କାହିଁକି କେବଳ ଅସଫଳତା ହିଁ ପାଇବେ। ଲଗାତାର ଏହା ଚାଲି ରହିବ, ଲଗାତାର ଚାଲି ରହିବ। ଚାହିଁଲେ ବି ଆପଣ ସଫଳ ପାଇପାରିବେ ନାହିଁ। ତେବେ ଏହା ବି ଏକ ସଂକେତ ହିଁ ଅଟେ। ସପ୍ତମ ସଂକେତ ଏହା ଅଟେ ଯେ ଯଦି ଈଶ୍ୱର ଆପଣଙ୍କ ଘରେ ବାସ କରନ୍ତି ବ୍ରହ୍ମ ମୁହୂର୍ତ୍ତରୁ ଆପଣଙ୍କର ନିଦ ଭାଙ୍ଗିବା ଆରମ୍ଭ ହୋଇଯିବ। କଣ୍ଟିନ୍ୟୁ ନିଦ ଭାଙ୍ଗିବ, ଆପଣଙ୍କୁ ଭଲ ଭାବରେ ନିଦ ବି ଆସିବ ନାହିଁ ରାତ୍ରି ସମୟରେ। ଏହା କୌଣସି ଡିପ୍ରେସନ ନୁହଁ କି କୌଣସି ମାନସିକ ଦୁଶ୍ଚିନ୍ତା ନୁହଁ। ଯେତେବେଳେ ଈଶ୍ୱର ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଆପଣଙ୍କର ନିଦକୁ କମ କରିଦେଇଥାନ୍ତି, ଆପଣଙ୍କର ଭୋକକୁ କମ କରିଦେଇଥାନ୍ତି। ଅଳ୍ପ ଖାଇଲେ ପେଟ ପୁରି ଯାଇଥାଏ, ଅଳ୍ପ ଶୋଇଲେ ମନ ଭରି ଯାଇଥାଏ। କିଛି ଲୋକ ଦେଖିଥିବେ ରାତ୍ରିରେ ନିଦ ନହେଲେ ଚିଡ଼ଚିଡ଼ା ସ୍ୱଭାବର ହୋଇଥାନ୍ତି, କିନ୍ତୁ କିଛି ଲୋକ ରାତ୍ରିରେ ନିଦ କମ ହେଲେ ବି ଖୁସିରେ ରୁହନ୍ତି ଦିନ ସାରା। ଏହା ଏକ ବାସ୍ତବିକତା ଅଟେ ଯେ ଈଶ୍ୱରଙ୍କର ଆପଣଙ୍କ ଉପରେ ବାସ ହୋଇଛନ୍ତି। ତାପରେ ସଂକେତ ଏହା ଅଟେ ଯେ ଆପଣଙ୍କ ଘରେ ଅଭାବ ଦାରିଦ୍ରତା ଲାଗି ରହିବ। ଆପଣ ଭାବୁଛନ୍ତି ନା ଏହା କେଉଁ ପ୍ରକାରର ସଂକେତ ଯେ ଘରେ ଅଭାବ ଲାଗି ରହିବ ଆଉ ଏହା ହଉଛି ଈଶ୍ୱର ଆପଣଙ୍କ ଘରେ ବାସ କରୁଥିଲେ? ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣଙ୍କର ନିଜ ପାଇଁ ଖାଇବା ପାଇଁ ନିଜ ଛୁଆଙ୍କୁ ଦବା ପାଇଁ ବି ଆପଣଙ୍କ ପାଖରେ ସାମର୍ଥ୍ୟ ନଥିବ। ଗୋଟିଏ ଉଳା ଖାଇବା ପାଇଁ ବି ଯେଉଁ ଦିନ ଆପଣଙ୍କୁ କଷ୍ଟ ଲାଗିବ, ନଥିବ ସାମର୍ଥ୍ୟ ଆପଣଙ୍କ ପାଖରେ, ଜାଣିନେବେ ଯେ ଈଶ୍ୱର ଆପଣଙ୍କୁ ପରୀକ୍ଷା କରୁଛନ୍ତି, ଆପଣଙ୍କୁ କଷ୍ଟ ଦେଇ ଆହୁରି ମଜବୁତ କରୁଛନ୍ତି। ଈଶ୍ୱର ଆପଣଙ୍କ ଘରେ ବାସ କରିଛନ୍ତି, ଆପଣଙ୍କ ଉପରେ ପରମ ଦୟା କରିଛନ୍ତି। କାରଣ ଏହି କଷ୍ଟ ଯେତେବେଳେ ଶେଷ ହୋଇଯିବ ତାପରେ ଗୋଟିଏ ନୂଆ ସକାଳ ଆପଣ ମାନେ ଦେଖିବେ। ତେଣୁ ଏହି ସବୁ ସଂକେତକୁ ଜମା ବି ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ, ଖୁସି ଖୁସିରେ ଏହାକୁ ଗ୍ରହଣ କରନ୍ତୁ। ତାପରେ ସଂକେତଟି ଏଇଆ ଅଟେ ଯେ ଆପଣଙ୍କର ଘରେ ଅଚାନକ ଛୋଟ ଛୁଆ ମାନେ ବା ଅନ୍ୟ ସାହି ପଡ଼ିଶାର ଛୁଆ ମାନେ ଅଚାନକ ଆସିବେ ଆପଣଙ୍କ ଘରେ ଖେଳିବେ। ଆପଣ ନ ଡାକିଲେ ବି ସେମାନେ ଆପଣଙ୍କ ଘରକୁ ଆସି ଖେଳିବେ। ଏହା ବହୁତ ବଡ଼ ସଂକେତ ଅଟେ। କାରଣ ଛୋଟ ଛୁଆ ଈଶ୍ୱରଙ୍କର ଅବତାର ବୋଲି କୁହାଯାଏ, ଈଶ୍ୱରଙ୍କ ସହିତ ସମାନ ବୋଲି କୁହାଯାଏ। ଛୋଟ ଛୁଆଙ୍କ ଦେହରେ ପ୍ରଭୁଙ୍କର ବାସ ଅଛି ବୋଲି କୁହାଯାଏ। ଯେଉଁ ଆପଣଙ୍କ ସହିତ ଯଦି ଏପରି ହେଉଛି, ଛୋଟ ଛୁଆ ମାନେ ଆପଣଙ୍କ ଘରକୁ ଆସି ଖୁସି ଖୁସିରେ ଖେଳୁଛନ୍ତି, କେବେ ବି ସେମାନଙ୍କର ଅନାଦର କରନ୍ତୁ ନାହିଁ। ଏହା ଜମା ବି ଭଲ ନୁହଁ। ଆଜି ଯଦି ଆପଣ ଗୋଟିଏ ଛୁଆକୁ ଅପମାନ କରିଛନ୍ତି କିମ୍ବା ଆପଣ ଯଦି ତାକୁ ଅନାଦର କରିଛନ୍ତି ନିଜ ଛୁଆ ଏବଂ ପଡ଼ିଶା ଘର ଛୁଆ ଭିତରେ, ଏହା ଆପଣଙ୍କର ଭବିଷ୍ୟତ ପାଇଁ କେବେ ବି ଭଲ ରହିବ ନାହିଁ। ସମସ୍ତଙ୍କୁ ବରାବର ଦେଖନ୍ତୁ। ଏହା ବି ଏକ ସଂକେତ ଅଟେ ଯେତେବେଳେ ଈଶ୍ୱର ଆପଣଙ୍କ ଘରେ ବାସ କରନ୍ତି। ତାପରେ ସଂକେତ ଏହା ଅଟେ ଯେ ଯେତେବେଳେ ଈଶ୍ୱର ଆପଣଙ୍କ ଘରେ ବାସ କରନ୍ତି ଆପଣ ଡିପ୍ରେସନକୁ ଚାଲିଯିବେ। ଭାବି ବି ପାରିବେ ନାହିଁ ଯେ ଏବେ କେଉଁ ପରିସ୍ଥିତି ମୋ ସାମ୍ନାକୁ ଆସିବ, ମୁଁ କେମିତି ହ୍ୟାଣ୍ଡେଲ କରିବି। ଚାରିଆଡୁ ସବୁବେଳେ ନା ନା ହିଁ ଆସିବ, ଅସଫଳ, ଚାରିଆଡୁ କେବଳ ଅସଫଳ ହିଁ ଆସିବ। ତେବେ ଜାଣି ରଖିବେ ଯେ ଆପଣଙ୍କର ପରୀକ୍ଷା ଶେଷ ହେବା ପାଇଁ ଆସିଛି, ଅର୍ଥାତ୍ ଈଶ୍ୱର ଆପଣଙ୍କ ଘରେ ବାସ କରିଛନ୍ତି ଏବଂ ଆପଣଙ୍କୁ ଏବେ ଆଶ୍ୱସ୍ତି ମିଳିବ, ଏକ ନୂଆ ସକାଳ ଆସିବ। ଯେତେବେଳେ ଆପଣ ବାରମ୍ବାର ଅସଫଳ ହେଉଥିବେ କାର୍ଯ୍ୟରେ, ଜମା ବି ନିରାଶ ହେବେ ନାହିଁ, କରିଚାଲିବେ, କର୍ମ କରିଚାଲନ୍ତୁ। ଆଜି ନହେଲେ ଆଉ କାଲିକି ବି ଆପଣ ସଫଳତା ପାଇଯିବେ। ଆଜି ଯଦି ଏହି କାମରେ ଆପଣ ସଫଳତା ପାଇପାରୁନାହାନ୍ତି, ଈଶ୍ୱର ଆପଣଙ୍କ ପାଇଁ ଆଉ ଗୋଟେ ବାଟ ଖୋଲିଦେବେ। କାରଣ ସବୁ ମଣିଷ ସମାନ ନଥାନ୍ତି, ସବୁ ମଣିଷର କର୍ମ ସମାନ ନଥାଏ, ବୁଦ୍ଧି ସମାନ ନଥାଏ, ବିଦ୍ୟା ସମାନ ନଥାଏ। ଜଣେ ଗୋଟିଏ କ୍ଷେତ୍ରରେ ଯଦି ହାରି ଯାଉଛି ତା ପାଇଁ ଈଶ୍ୱର ଆଉ ଗୋଟିଏ ରାସ୍ତା ଖୋଲି ଦେଇଛନ୍ତି। ତେଣୁ ଯଦି ଗୋଟାଏ ରାସ୍ତା ବନ୍ଦ ହେଇଯାଉଛି ଆଉ ଗୋଟାକୁ ଚୟନ କରନ୍ତୁ, ହାର ମାନନ୍ତୁ ନାହିଁ। କର୍ମମୟ ଜୀବନରେ କର୍ମ ହିଁ ସବୁଠାରୁ ଶ୍ରେଷ୍ଠ ବୋଲି କୁହାଯାଏ। ଦର୍ଶକ ବନ୍ଧୁ, ଯେତେବେଳେ ଆପଣଙ୍କ ଜୀବନରେ ଦୁଃଖ ଚରମ ସୀମାରେ ପହଞ୍ଚି ଯାଉଛି, ଯେତେବେଳେ ଆପଣଙ୍କୁ ଅସଫଳ ହେଉଛନ୍ତି, କିଛି କରନ୍ତୁ ନାହିଁ। ଦେବଦେବ ମହାଦେବଙ୍କ ମନ୍ଦିରକୁ ଯାଆନ୍ତୁ, ନିଜ ଘରୁ ଗୋଟାଏ ଲୋଟା ଜଳ ଧରିକି ଯାଆନ୍ତୁ, ମହାଦେବଙ୍କ ଲିଙ୍ଗରେ ଚଢାଇବା ପ୍ରାରମ୍ଭ କରିଦିଅନ୍ତୁ, କଣ୍ଟିନ୍ୟୁ ଯାଆନ୍ତୁ ଏବଂ ଯେଉଁ ଜଳ ଚଢାଇଥିବେ ସେହି ପାଦୁକାକୁ ନିଜ ଘରକୁ ଆଣନ୍ତୁ, ଘରର ଚାରିପଟେ ସିଞ୍ଚନ କରନ୍ତୁ, କଣ୍ଟିନ୍ୟୁ ଏହିପରି କରନ୍ତୁ। 3 ମାସ ଭିତରେ ଆପଣଙ୍କର ଭାଗ୍ୟରେ ନିଶ୍ଚୟ ଉନ୍ନତି ଆସିବ। ଦେବଦେବ ମହାଦେବ ଏମିତି ଏକ ଦେବତା, ଆପଣଙ୍କର ଭାଗ୍ୟରେ ଯାହା ନଥିବ ତାହା ମହାଦେବ ନିଶ୍ଚୟ ଦେଇଦିଅନ୍ତି। ଯାହା ଆପଣଙ୍କୁ କର୍ମ କଲା ପରେ ବି ଆପଣ ପାଇପାରୁନାହାନ୍ତି, ତାହା
ଦେବଦେବ ମହାଦେବଙ୍କର ଆଶୀର୍ବାଦରେ ଆପଣ ନିଶ୍ଚୟ ପାଇପାରିବେ। ଆଜି ପାଇଁ ରହିଲି, ପୁଣି ଦେଖାଇବ ଆଗାମୀ ଏକ ସୁନ୍ଦର ଭିଡିଓରେ।